नमस्कार ଆଉ ଆଜିର ଆଲୋଚନାକୁ ସ୍ୱାଗତ। ଆଜି ଆମ ପାଖରେ ଶୋଭାନା ନାରାୟଣଙ୍କ ଉପରେ କିଛି ତଥ୍ୟ ଅଛି। ତାଙ୍କୁ ତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଦୁନିଆରେ ଜଣେ ଜୀବନ୍ତ କିମ୍ବଦନ୍ତୀ ବୋଲି କୁହନ୍ତି। ହଁ ଏକଦମ। ତ ଆଜି ଆମର କାମ ହେଲା ଏଇ ତଥ୍ୟଗୁଡ଼ିକ ଭିତରକୁ ଯାଇକି ଟିକେ ଭଲ ଭାବରେ ବୁଝିବା ଯେ ତାଙ୍କର ପ୍ରକୃତ ଅବଦାନ କ'ଣ ଆଉ କାହିଁକି ତାଙ୍କୁ ଏତେ ମହତ୍ତ୍ୱ ଦିଆଯାଏ। ହଁ ବିଷୟଟା ବହୁତ ଭଲ। ଶୋଭାନା ନାରାୟଣ ସେ ତ ମୁଖ୍ୟତଃ କଥକ ନୃତ୍ୟ ପାଇଁ ପରିଚିତ ଜଣେ ବହୁତ ବହୁତ ବଡ଼ ଶିଳ୍ପୀ। କଥକ ହଁ କଥକ ତ ଆମେ ଜାଣିଛେ ଉତ୍ତର ଭାରତର ଗୋଟେ ମୁଖ୍ୟ ଶାସ୍ତ୍ରୀୟ ନୃତ୍ୟ। କାହାଣୀ କହିବାଟା ହିଁ ଏହାର ମୂଳ କଥା। ଆଉ ଏ ଉତ୍ସଗୁଡ଼ିକ କହୁଛି ଯେ ତାଙ୍କର ନୃତ୍ୟରେ ଗୋଟେ ଅଲଗା ପ୍ରକାରର ଗଭୀରତା ଆଉ ଭାବ ଅଛି। ଆଚ୍ଛା। ଖାଲି ନୃତ୍ୟଶିଳ୍ପୀ ନୁହେଁ, ତାଙ୍କୁ ପଦ୍ମଶ୍ରୀ ବି ମିଳିଛି ବୋଲି ଅଛି ଏଥିରେ। ଏଇଟା ତ ବହୁତ ବଡ଼ କଥା। ହଁ ନିଶ୍ଚୟ। କିନ୍ତୁ ପଦ୍ମଶ୍ରୀର ପ୍ରକୃତ ମହତ୍ତ୍ୱ କ'ଣ? ଜଣେ କଳାକାରଙ୍କ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ? ଦେଖନ୍ତୁ, ପଦ୍ମଶ୍ରୀ ତ ଆମ ଦେଶର ସବୁଠୁ ବଡ଼ ନାଗରିକ ସମ୍ମାନ ଭିତରୁ ଗୋଟେ। ଯେତେବେଳେ ଜଣେ କଳାକାରଙ୍କୁ ଏ ସମ୍ମାନ ମିଳେ, ଏଇଟା ଖାଲି ତାଙ୍କର ନିଜ ପ୍ରତିଭା ପାଇଁ ନୁହେଁ, ଆଚ୍ଛା। ବରଂ ସେ ଯେଉଁ କଳାକୁ ପ୍ରତିନିଧିତ୍ୱ କରୁଛନ୍ତି, ଯେମିତି ଏଠି କଥକ, ତାର ସଂରକ୍ଷଣ ଆଉ ପ୍ରଚାର ପ୍ରସାର ଦିଗରେ ତାଙ୍କର ଯେଉଁ ଅବଦାନ, ତାକୁ ଗୋଟେ ବହୁତ ବଡ଼ ସ୍ୱୀକୃତି। ଆଉ ଉତ୍ସଗୁଡ଼ିକ ବି ବୋଧେ ସେୟା କହୁଥିବ ଯେ ଏହା ତାଙ୍କର ବହୁ ବର୍ଷର ସାଧନା ଆଉ କଥକକୁ ନୂଆ ପିଢ଼ି ପାଖରେ ପହଞ୍ଚେଇବାର ଯେଉଁ ଚେଷ୍ଟା, ବୁଝିଲି ତାର ଫଳ। ବୁଝିଲି। ଆଉ ଗୋଟେ କଥା ଅଛି, ଏଥିରେ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ କାମ, ବିଦେଶରେ ବି ସେ ନାଚନ୍ତି। ଏଇଟା କ'ଣ ଖାଲି ଦେଶ ବାହାରେ ନାଚିବା କଥା, ନା ଏହାର ଆହୁ କିଛି ଗୁରୁତ୍ୱ ଅଛି ଆମ ସଂସ୍କୃତି ପାଇଁ? ଏଇଠି କଥାଟା ଆହୁରି ମଜା, ଆହୁରି ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଶୋଭାନା ନାରାୟଣଙ୍କ ଭଳି କଳାକାର ବାହାରେ ବିଦେଶରେ କାର୍ଯ୍ୟକ୍ରମ କରନ୍ତି, ସେମାନେ ତ କେବଳ ନାଚ ଦେଖାନ୍ତିନି, ସେମାନେ ଗୋଟେ ପ୍ରକାରରେ ଆମ ଭାରତୀୟ ସଂସ୍କୃତିର ଦୂତ। ସାଂସ୍କୃତିକ ଦୂତ। ଏକଦମ। ଆମର ଯେଉଁ ଏତେ ପୁରୁଣା ଐତିହ୍ୟ, ଆମ ଦର୍ଶନ, ଆମ କଳା, ସେ ସବୁକୁ ସେମାନେ ପୁରା ଦୁନିଆ ସାମ୍ନାକୁ ନିଅନ୍ତି। ଠିକ୍। ଏଇଟା ଦ୍ୱାରା କ'ଣ ହୁଏ, ବାହାର ଲୋକଙ୍କର ଆମ କଳା ପ୍ରତି ଆଗ୍ରହ ବଢ଼େ ଆଉ ସାଂସ୍କୃତିକ ଆଦାନ ପ୍ରଦାନ ବି ହୁଏ। ଉତ୍ସଗୁଡ଼ିକୁ ହୁଏତ କହୁଥିବେ କେମିତି ତାଙ୍କ ପ୍ରଦର୍ଶନ ସବୁ କଥକକୁ ଦୁନିଆର ଅଲଗା ଅଲଗା ଜାଗାରେ ପହଞ୍ଚିଛି। ବାଃ! ତାହେଲେ ଏ ସବୁକୁ ଯଦି ମିଶେଇ ଦେଖିବା, ଜଣେ ଏତେ ବଡ଼ କଥକ ଶିଳ୍ପୀ ପଦ୍ମଶ୍ରୀ ପାଇଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆମ ସଂସ୍କୃତିକୁ ନେଇକି ଯାଉଛନ୍ତି, ଏଇଥିପାଇଁ ମୋତେ ତାଙ୍କୁ ଜୀବନ୍ତ କିମ୍ବଦନ୍ତୀ କୁହାଯାଉଛି। ଶବ୍ଦଟା ବହୁତ ବଡ଼ ଶୁଭୁଛି, କିନ୍ତୁ ଲାଗୁଛି ତାଙ୍କ କ୍ଷେତ୍ରରେ ଏକଦମ ଠିକ୍। ଆପଣ ଠିକ୍ କହିଲେ। ଜୀବନ୍ତ କିମ୍ବଦନ୍ତୀ କହିଲେ ଖାଲି ସେ ପ୍ରସିଦ୍ଧ ବା ପୁରସ୍କାର ପାଇଛନ୍ତି ସେତିକି ନୁହେଁ। ଏହାର ଅର୍ଥ ହେଲା ଜଣେ ଲୋକରେ ତାଙ୍କ କ୍ଷେତ୍ରରେ ବହୁତ ଦିନ ଧରି ଗଭୀର ଆଉ ଗୋଟେ ପ୍ରେରଣା ଦେବା ଭଳି ପ୍ରଭାବ ରହିଛି। ଶୋଭାନା ନାରାୟଣଙ୍କ କଥା ଯଦି ଦେଖିବା, ଏଇଟା ବୋଧେ ତାଙ୍କର ନୃତ୍ୟ ପ୍ରତି ଯେଉଁ ପୁରାପୁରି ସମର୍ପଣ, ତାଙ୍କର ନୂଆ ପରୀକ୍ଷା ନିରୀକ୍ଷା, ଯଦି ଉତ୍ସରେ ଲେଖାଥିବ କେମିତି ସେ ପରମ୍ପରା ସହ ନୂଆ କିଛି ଯୋଡ଼ିଛନ୍ତି, ଆଉ ତା ସହିତ ଏତେ ସଂଖ୍ୟାରେ ଶିଷ୍ୟ ତିଆରି କରି ସେମାନଙ୍କୁ ପ୍ରେରଣା ଦେଇ କଥକ ପରମ୍ପରାକୁ ଆଗକୁ ନେବା, ସେସବୁକୁ ବୁଝାଉଛି। ସେ ଖାଲି ନିଜେ ଶ୍ରେଷ୍ଠ ନୁହନ୍ତି, ସେ ଅନ୍ୟମାନଙ୍କ ପାଇଁ ଗୋଟେ ରାସ୍ତା ଦେଖେଇଛନ୍ତି। ତାହେଲେ ସଂକ୍ଷେପରେ ଯଦି କହିବା, ଆମେ ଆଜି ଯାହା ସବୁ ଦେଖିଲେ, ସେଥିରୁ ଏକଦମ ସ୍ପଷ୍ଟ ଯେ ଶୋଭାନା ନାରାୟଣ କେବଳ ଜଣେ ଅସାଧାରଣ ନୃତ୍ୟଶିଳ୍ପୀ ନୁହନ୍ତି। ସେ ଆମ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଆଉ ବିଶେଷ କରି କଥକର ସଂରକ୍ଷଣ ଆଉ ତାକୁ ପୁରା ଦୁନିଆରେ ପହଞ୍ଚାଇବା ଦିଗରେ ଗୋଟେ ବହୁତ ବଡ଼ ଭୂମିକା ନେଇଛନ୍ତି। ତାଙ୍କର ପୁରା ଯାତ୍ରା ଆଉ ସଫଳତାକୁ ଦେଖିଲେ ସତରେ ତାଙ୍କୁ ଜୀବନ୍ତ କିମ୍ବଦନ୍ତୀ କହିବାଟା ଠିକ୍। ଆଉ ଏଇଟା ଆମକୁ ଗୋଟେ ଭାବିବା ଭଳି କଥା ଆଡ଼କୁ ନେଇଯାଉଛି। ଦେଖନ୍ତୁ, ଖାଲି ନିଜ କଳାରେ ପାରଙ୍ଗମ ହେବାଟା ବୋଧେ ଯଥେଷ୍ଟ ନୁହେଁ। ଜଣେ କଳାକାର କେମିତି ନିଜ କଳାକୁ ଖାଲି ବଞ୍ଚେଇ ରଖନ୍ତି ନାହିଁ, ବରଂ ତାକୁ ପୁରା ଦୁନିଆ ସାମ୍ନାକୁ ନିଅନ୍ତି ଆଉ ଆଗ ପିଢ଼ି ପାଇଁ ବି ସାଇତି ରଖନ୍ତି। ପ୍ରକୃତରେ ଜଣେ ସାଂସ୍କୃତିକ ଦୂତ ହେବା ପାଇଁ କେମିତିକା ସମର୍ପଣ ଦରକାର, କେତେ ଦୂରଦୃଷ୍ଟି ଆଉ କେତେ ଚେଷ୍ଟା ଦରକାର, ଏଇଟା ଭାବିବା ପାଇଁ ଅନେକ କଥା ଅଛି।